ବଂଶୀଧର ଜେନା ସମ୍ପାଦକ ଅପରାହ୍ନ ସମ୍ବାଦପତ୍ର। ଆମର ଅପରାହ୍ନ ସମ୍ବାଦପତ୍ର ପକ୍ଷରୁ ରାଜ୍ୟବ୍ୟାପୀ ସାରସ୍ୱତ କାର୍ଯ୍ୟକ୍ରମ ଏକ ବର୍ଷ ହେଲା ଚାଲିଛି। ପ୍ରତ୍ୟେକ ଜିଲ୍ଲାରେ ଆମେ ଆମର ସାହିତ୍ୟ କାର୍ଯ୍ୟକ୍ରମ ଚାଲିଛି 30 ଦିନକୁ 30 ଜିଲ୍ଲା। ଏହି ହିସାବରେ ଆମେ ଯେଉଁ ସାରା ରାଜ୍ୟରେ ଏହିସବୁ କାର୍ଯ୍ୟକ୍ରମ ଭିତରେ ଆମେ ଅପରାହ୍ନ ବାର୍ଷିକ ଉତ୍ସବ ଅବସରରେ ବାଲେଶ୍ୱର ଏକ ସାରସ୍ୱତ ରାଜ୍ୟସ୍ତରୀୟ ସାରସ୍ୱତ ମହୋତ୍ସବ ଆମେ ଅନୁଷ୍ଠିତ କରୁଛୁ ବା ପାଳାଇବାକୁ ଯାଉଛୁ। ଏଥିରେ ସମଗ୍ର ରାଜ୍ୟରୁ 30 ଜିଲ୍ଲାରୁ ଆମର ସାହିତ୍ୟିକ ବନ୍ଧୁମାନେ ଆସୁଛନ୍ତି, ଲେଖକ ଲେଖିକା ସାମ୍ବାଦିକ ସମାଜସେବୀ ସବୁ ଆସୁଛନ୍ତି। ଏବେ ଆମର ଗୋଟେ ଏମ୍ ଅଛି ଯେ କବିତା କୁମ୍ଭ, ଯେଉଁଟାକି ବାଲେଶ୍ୱରରେ କ'ଣ ରାଜ୍ୟରେ ଏଭଳି କବିତା କୁମ୍ଭ ହେଇନାହିଁ, ଯେଉଁ ପାଖାପାଖି ଗୋଟିଏ ଦିନରେ 300 କବି କବୟିତ୍ରୀ ସେମାନଙ୍କର କବିତା ପାଠ କରିବେ। ଏଇଟା ହେଉଛି ଏକ ସୁଚିନ୍ତିତ କାର୍ଯ୍ୟକ୍ରମ। ଏଇଟା ଏଥିସହିତ ଆମ ଯେଉଁ ଅନୁଷ୍ଠାନ ଅଛି ଶ୍ରୀଲିପ୍ତା ପ୍ରିଣ୍ଟ ମିଡ଼ିଆ ଯେଉଁ ଅଛି, ଶ୍ରୀଲିପ୍ତା ପ୍ରିଣ୍ଟ ମିଡ଼ିଆ ପକ୍ଷରୁ ମଧ୍ୟ ଏକକାଳୀନ ଆମେ 28 ଖଣ୍ଡ ବହି ପ୍ରକାଶନ କରିଛୁ। ରାଜ୍ୟର ବିଭିନ୍ନ ପ୍ରାନ୍ତର ଲେଖକ ଲେଖିକାମାନେ ସେମାନଙ୍କର ବହି ଆମେ ପ୍ରକାଶ କରିଛୁ। ଏକକାଳୀନ 28 ଖଣ୍ଡ ବହି ମଧ୍ୟ ସେଥିରେ ଉନ୍ମୋଚନ ହେବ। ଏଥିସହିତ ଯେଉଁ ସମଗ୍ର ରାଜ୍ୟରେ ଆମର ଯେଉଁ ସାରସ୍ୱତ କାର୍ଯ୍ୟକ୍ରମ କରାହେଇଛି, ସେ ସାରସ୍ୱତ କାର୍ଯ୍ୟକ୍ରମ ଭିତରେ ଆମେ 120 ଜଣଙ୍କୁ ଆମେ ସୃଜନଶ୍ରୀ ସମ୍ମାନ ପ୍ରଦାନ କରୁଛୁ। ତେଣୁ ଏଇଟା ଗୋଟେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ। ଏଥିରେ ବାଲେଶ୍ୱରକୁ 31 ତାରିଖ ଦିନ 31 ମେ 31 ଏବଂ ଜୁନ୍ 1 2 ଦିନ କାର୍ଯ୍ୟକ୍ରମ ଅଛି। ମେ 31 ତାରିଖ ଦିନ ପାଖାପାଖି 30ଟା ଜିଲ୍ଲାରୁ 300 ଏବଂ ରାଜ୍ୟ ବାହାରୁ ପ୍ରବାସୀ ଓଡ଼ିଆ ସହିତ ବାଲେଶ୍ୱରରେ ଆମେ ପାଖାପାଖି 400ରୁ ଉର୍ଦ୍ଧ୍ୱ ଡେଲିଗେଟ୍ସ ଅତିଥିମାନେ ଆସୁଛନ୍ତି। ସେମାନେ ରାତ୍ରି ରହଣି ସହିତ 2 ଦିନ କାର୍ଯ୍ୟକ୍ରମ ହେବ ଏବଂ ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଯୋଗଦାନ କରୁଛନ୍ତି। ସାହିତ୍ୟିକ ସମାଜସେବୀ ପ୍ରଶାସକ ଏସବୁ ମଧ୍ୟ ଯୋଗଦାନ କରୁଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ଏହି କଥା ଆମେ କହିବାକୁ ଚାହୁଁଛୁ ଯେ ସମଗ୍ର ରାଜ୍ୟରୁ ସେମାନେ ଆସିବେ। ଆମେ ଚେଷ୍ଟା କରୁଛୁ ସବୁ ଶୃଙ୍ଖଳିତ ଭାବରେ ଏହି କାର୍ଯ୍ୟକ୍ରମ ସବୁ ସମାପନ ହେବ। ସମସ୍ତଙ୍କ ସହଯୋଗ କାମନା କରୁଛୁ। ସମସ୍ତେ ସହଯୋଗ କରନ୍ତି ଏବଂ ବାଲେଶ୍ୱରର ଏହି କାର୍ଯ୍ୟକ୍ରମଟିକୁ ଆଗକୁ ନେଇଯିବା। ଆମେ ଚଳିତ ବର୍ଷ ଆମେ ଚନ୍ଦ୍ରଶେଖର ହତା ଓଡ଼ିଶା ସାହିତ୍ୟ ଏକାଡେମୀରେ ସଚିବ ଅଛନ୍ତି। ଚନ୍ଦ୍ରଶେଖର ହତା ଅଛନ୍ତି। ଆପଣଙ୍କର କବି ତଥା ପୂର୍ବତନ ମନ୍ତ୍ରୀ ନୟାଗଡ଼ ବିଧାୟକ ଅରୁଣ ସାହୁ ଅଛନ୍ତି। ଆପଣଙ୍କର ପ୍ରତିଭା ମହାରଥୀ ଡକ୍ଟର ପ୍ରତିଭା ମହାରଥୀ ବିଶିଷ୍ଟ ଲେଖିକା ପ୍ରାବନ୍ଧିକା ବକ୍ତା ବାଗ୍ମୀ ପ୍ରତିଭା ମହାରଥୀ ଅଛନ୍ତି। ଆମ ବାଲେଶ୍ୱର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଅଛନ୍ତି। ସୁବାସିନୀ ଜେନା ଅଛନ୍ତି, ବିଧାୟିକା ସୁବାସିନୀ ଜେନା ଅଛନ୍ତି। ଗୋବିନ୍ଦ ଚନ୍ଦ୍ର ଦାସ ଯେଉଁ ସରକାରୀ ଦଳର ମୁଖ୍ୟ ଉପମୁଖ୍ୟ ସଚେତକ ଅଛନ୍ତି, ଏଭଳି ଅଛନ୍ତି। ଏବଂ ଓଡ଼ିଶାର ଅନ୍ୟାନ୍ୟ ରକ୍ଷକ ନାୟକ କବି ଅଛନ୍ତି, ପ୍ରବୀଣ କବି ରକ୍ଷକ ନାୟକ ପିନାକୀ ମିଶ୍ର, ଆପଣଙ୍କର ପବିତ୍ର ପାଣିଗ୍ରାହୀ ଭଳି ଏବଂ ଆପଣଙ୍କ ବଲ୍ଲଭ ରାଉତ, ପଣ୍ଡିତ ରାଉତ ଏସବୁ ବହୁତ ଲୋକ ଅଛନ୍ତି। ବିଭିନ୍ନ ରାଜ୍ୟ ପ୍ରତି 30ଟା ଜିଲ୍ଲାରୁ ବିଶିଷ୍ଟ ଲେଖକ ଲେଖିକାମାନେ ଯୋଗ ଦେଉଛନ୍ତି।